ପିଲାମାନେ ଆଜି ଆମେ ଆଉ ଏକ ନୂତନ ଅଧ୍ୟାୟ ସମ୍ପର୍କରେ ଜାଣିବା। ଜଳ। ଜଳକୁ ଜୀବନ ବୋଲି କୁହାଯାଏ, କାରଣ ଆମ ଶରୀରରେ ଥିବା ରକ୍ତର ମୁଖ୍ୟ ଉପାଦାନ ଜଳ ଅଟେ। ଆମ ଜୀବକୋଷର ଅଧାରୁ ଅଧିକ ଜଳ ରହିବା ଯୋଗୁଁ ସେଗୁଡ଼ିକ କାର୍ଯ୍ୟକ୍ଷମ ରହିଥାନ୍ତି। ସେହିଭଳି ଆମ ଶରୀରର ତିଆରି ହେଉଥିବା ଅଦରକାରୀ ପଦାର୍ଥ ଜଳରେ ଦ୍ରବୀଭୂତ ହୋଇ ଝାଳ ଏବଂ ମୂତ୍ର ଆକାରରେ ଆମ ଶରୀରରୁ ନିଷ୍କାସିତ ହୋଇଥାଏ। ଫଳରେ ଆମେମାନେ ସୁସ୍ଥ ରହିଥାଉ। ତେବେ ଆମେ ବଞ୍ଚିବାରେ ଜଳର ଗୋଟିଏ ମୁଖ୍ୟ ଭୂମିକା ରହିଛି। ଆମେ ବଞ୍ଚିବା ଓ ବଢ଼ିବା ପାଇଁ ଖାଦ୍ୟ ଖାଇଥାଉ ଏବଂ ଜଳ ପିଇଥାଉ। ସେହିଭଳି ଶିଶୁମାନେ ମଧ୍ୟ କ୍ଷୀର ପିଇଥାନ୍ତି। ସେହି କ୍ଷୀରର ମଧ୍ୟ ମୁଖ୍ୟ ଉପାଦାନ ହେଉଛି ଜଳ। ଆମ ଶରୀରରେ ଖରାର ପ୍ରଭାବରେ ଆମ ଶରୀରରୁ ଜଳୀୟ ଅଂଶ କମିଯାଇଥାଏ, ତେଣୁ ଆମକୁ ଦୁର୍ବଳ ଲାଗିଥାଏ। ତେଣୁ ଆମେ ଖରା ଦିନରେ ଜଳୀୟ ଅଂଶ ନିୟନ୍ତ୍ରଣ କରିବା ପାଇଁ କାକୁଡ଼ି, ତରଭୁଜ, ଫୁଟି କାକୁଡ଼ି ଭଳି ଫଳ ଖାଇଥାଉ, ଯେଉଁଥିରେ ଅଧିକ ପରିମାଣର ଜଳ ଥାଏ। କେବଳ ମନୁଷ୍ୟ ନୁହଁ ପିଲାମାନେ, ଉଦ୍ଭିଦ, ପଶୁପକ୍ଷୀମାନେ ମଧ୍ୟ ଜଳ ଗ୍ରହଣ କରିଥାନ୍ତି। ସେହିଭଳି ଜଳକୁ ଆମେ ପିଇବା ବ୍ୟତୀତ ଗାଧୋଇବା, ଘରଦ୍ୱାର ସଫା କରିବା, ରୋଷେଇ କରିବା, ଦାନ୍ତ ଘଷିବା, ବଗିଚାରେ ପାଣି ଦେବା, ବିଭିନ୍ନ କାମରେ ଲଗାଇଥାଉ। ଜଳକୁ ଆମର ଦୈନନ୍ଦିନ କାର୍ଯ୍ୟରେ ବହୁଳ ମାତ୍ରାରେ ଆମେ ବ୍ୟବହାର କରିଥାଉ। ପିଲାମାନେ, ଏକ ସର୍ବେକ୍ଷଣରୁ ଜଣାଯାଇଛି ଯେ ପ୍ରତ୍ୟେକ ବ୍ୟକ୍ତି ଦିନକୁ ହାରାହାରି 40 ଲିଟର ପର୍ଯ୍ୟନ୍ତ ଜଳ ବ୍ୟବହାର କରିଥାଏ। ତେବେ ଭାବିଲ ପିଲାମାନେ, ଯଦି ଆମ ପାଖରେ ଜଳର ପରିମାଣ କମିଯିବ ଆମ ଚାରିପାଖରେ, ତେବେ କ'ଣ ହେବ? ଜଳର ପରିମାଣ କମିଗଲେ ଆମେ ଦୈନନ୍ଦିନ ଜୀବନରେ ଯେଉଁ ସବୁ କାର୍ଯ୍ୟରେ ଜଳ ବ୍ୟବହାର କରୁଛୁ, ସେଥିପାଇଁ ଅଭାବ ଦେଖାଦେବ। ଫଳରେ ଆମେ ସେହି ଦୈନନ୍ଦିନ ଜୀବନର କାର୍ଯ୍ୟଗୁଡ଼ିକ ସଠିକ୍ ଭାବରେ କରିପାରିବା ନାହିଁ। ସେହିଭଳି କୃଷି କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ଜଳ ଆବଶ୍ୟକ। ତେଣୁ ପର୍ଯ୍ୟାପ୍ତ ଜଳ ନ ମିଳିଲେ ଫସଲ ମଧ୍ୟ ଭଲ ହେବ ନାହିଁ। ସେହିଭଳି ତୁମେମାନେ ଜାଣିଛ, ଆମର କଳକାରଖାନାରେ ମଧ୍ୟ ବହୁଳ ମାତ୍ରାରେ ଜଳ ବ୍ୟବହାର ହୋଇଥାଏ। ତେବେ କଳକାରଖାନାରେ ମଧ୍ୟ ଉତ୍ପାଦନ ଠିକ୍ ଭାବରେ ହୋଇପାରିବ ନାହିଁ। ସେହିଭଳି ଆମର ଜଳୀୟ ପରିସ୍ଥାନରେ ବିଭିନ୍ନ ପ୍ରକାର ପ୍ରାଣୀ ଏବଂ ଉଦ୍ଭିଦମାନେ ବାସ କରିଥାନ୍ତି, ଯେପରିକି ମାଛ, କଇଁଛ ଏବଂ ଜଳଜ ଉଦ୍ଭିଦ। ସେମାନଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବ।